ଢେଙ୍କାନାଳ ସହରସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆସ ସ୍କୁଲ ଯିବା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରା, ବିଦ୍ୟାଳୟ ପଞ୍ଚସଖା ସେତୁର ସଭାପତି କୁର୍ସିବା ବେଗମ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ୍ତ କୁମାର ମହାପାତ୍ର, ସଭ୍ୟା, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି ରାଲିରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆସ ସ୍କୁଲ ଯିବା ସ୍ଲୋଗାନ ଦେଇ ବିଦ୍ୟାଳୟର ନିକଟବର୍ତ୍ତୀ ଅଞ୍ଚଳ ପରିକ୍ରମା କରିଥିଲେ ଓ ପରେ ବିଦ୍ୟାଳୟ ସଭାଗୃହରେ ଏନେଇ ଏକ ସଭା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଢେଙ୍କାନାଳ ଜିଲ୍ଲାରୁ ଶୁଭମ ପାଣିକ ରିପୋର୍ଟ, ନ୍ୟୁଜ ପ୍ଲସ୍ ଓଡ଼ିଆ।